ଜୟ ଜଗନ୍ନାଥ। ତ ବହୁତ ମା ମାଉସୀ ମାନଙ୍କୁ ଏପର୍ଯ୍ୟନ୍ତ ସୁବିଧା ଯୋଜନା ଟଙ୍କା ଆସିନି, ସେମାନେ କ'ଣ କରିବେ? ବର୍ତ୍ତମାନ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଡିବିଟି ଲିଙ୍କ ଅଛି କି ନାହିଁ ସେଇଟା ଜାଣିବାର ଅଛି। କ'ଣ କରିବେ? ଘରେ ବସି ଆପଣ କ'ଣ କେମିତି ଚେକିଂ କରିବେ ଆପଣଙ୍କର ଡିବିଟି ଲିଙ୍କ ଅଛି କି ନାହିଁ ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ? କ୍ରୋମ୍ ବ୍ରାଉଜର ଉପରେ କ୍ଲିକ୍ କରନ୍ତୁ। କଲାପରେ ମାଇ ଆଧାର ଏଠାରେ ଲେଖନ୍ତୁ। ଲେଖି ସାରିଲା ପରେ ଦେଖନ୍ତୁ ଗଭର୍ଣ୍ଣମେଣ୍ଟର ଯେଉଁ ଲିଙ୍କଟା ଯେଉଁ ମାଇ ଆଧାର ସେଇଟା ଆସିଗଲେ ଏଠାରେ କ୍ଲିକ୍ କରନ୍ତୁ। କଲାପରେ ଦେଖନ୍ତୁ ଏଠାରେ ଲେଖା ହେଇଛି ଆଧାର ଅପଡେଟ୍ ହିଷ୍ଟ୍ରି। ତ ଏଠାରେ ତଳେ ଦେଖନ୍ତୁ ଏଇ ଆରି ଉପରେ କ୍ଲିକ୍ କରନ୍ତୁ। କଲାପରେ ଦେଖନ୍ତୁ ସେକେଣ୍ଡ ପେଜଟା ଖୋଲିଗଲା। ତ ଦେଖନ୍ତୁ ଏଠାରେ ଆପଣଙ୍କର ଆଧାର ସାଙ୍ଗରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି କି ନାହିଁ, ଡିବିଟି ଲିଙ୍କ ଅଛି କି ନାହିଁ ସେଇଟା ଆପଣଙ୍କୁ ଜାଣିବାର ଅଛି। ତ ଆପଣ ଏଇ ଯେଉଁ ଲଗଇନ୍ ଦେଖନ୍ତୁ ଏଠାରେ ଲଗଇନ୍ ଲେଖା ଅଛି। ତ ଏଇ ଲଗଇନ୍ ଉପରେ କ୍ଲିକ୍ କରନ୍ତୁ। କଲାପରେ ଆପଣଙ୍କର ଆଧାର ନମ୍ବରଟା ଦେଇ ଦିଅନ୍ତୁ। ଏଠାରେ ନମ୍ବର ଦେଇ ସାରିଲା ପରେ କ୍ୟାପଚର କୋଡ଼ କମ୍ପ୍ଲିଟ୍ କରନ୍ତୁ। କଲାପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଆପଣଙ୍କ ମୋବାଇଲରେ OTP ଆସିଥିବ। ଆଧାର ସାଙ୍ଗରେ ଯେଉଁ ଲିଙ୍କ ଅଛି ମୋବାଇଲ ନମ୍ବରଟି ତା ଦେହରେ OTP ଆସେ। ସେଥିରେ OTPଟି ଆପଣ ଏଠାରେ ଲେଖି ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ଆଧାର ସାଙ୍ଗରେ ଡିବିଟି ଲିଙ୍କ ଅଛି କି ନାହିଁ ସେଇଟା ଆପଣ ଜାଣିବାର ଅଛି। ତ ଦେଖନ୍ତୁ ନେଟ୍ଟା ଟିକେ ସ୍ଲୋ ଚାଲିଛି ବର୍ତ୍ତମାନ। ତ ଦେଖନ୍ତୁ ସେକେଣ୍ଡ ପେଜଟା ଖୋଲିଗଲା। ତ ଦେଖନ୍ତୁ ଏଠାରେ ଲେଖା ଅଛି ଯେ ଆପଣଙ୍କର ଏଇଭଳି ଆପଣଙ୍କର ଲେଖା ଆସିଯିବ ୟୁଅର୍ ଆଧାର ବ୍ୟାଙ୍କ ମ୍ୟାପିଂ ହାଜ୍ ବିନ୍ ଡନ୍। ତ ଆପଣଙ୍କର ଏଇଭଳିଆ ଶୋ କରାଇବ। ତ ଆପଣ ଦେଖିପାରୁଛନ୍ତି। ଦେଖନ୍ତୁ ଏଠାରେ ମୋର ଆଧାର ନମ୍ବରଟେ ଆସିଯାଇଛି। ତା ତଳକୁ ଯେଉଁ ବ୍ୟାଙ୍କ ମୋର ଲିଙ୍କ ଅଛି ଆଧାର ସାଙ୍ଗରେ, ତ ଏଠାରେ ଦେଖନ୍ତୁ ସେଇଟା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟିଭ୍ ବି ଦେଖାଉଛି। ଦେଖନ୍ତୁ 30/11/2021ରେ ମୋର ଆକ୍ଟିଭ୍ ହେଇଥିଲା। ତ ଆପଣଙ୍କର ଏଇଭଳିଆ ଶୋ କରାଇବ। ତ ଦେଖନ୍ତୁ ଏଇ ଜାଗା ଉପରେ ଆପଣଙ୍କ ବ୍ୟାଙ୍କ ନାଁ, ଆପଣଙ୍କ ଆଧାର ଆକ୍ଟିଭେଟ୍ ସବୁ କିଛି ଦେଖିବେ।